ଟଙ୍କାର ଖାଇଦେବ ନା 10 ଟଙ୍କାର ଯଦି ମୁଁ ଟିଫିନ୍ କରିଦିଅନ୍ତି ମୋର ପେଟ ପୁରି ଯାଆନ୍ତା ନା। ଭଲ ଗୋଟେ ବଡ଼ ହୋଟେଲକୁ ପଳେଇବି ସେଇଠି ଦୁଇଟା ଇଡଲିକେ 100 ଟଙ୍କା ଖାଇଦେବି। ବେନିଫିଟ୍ କ'ଣ ରହିଲା? କିଛି ମୂଲ୍ୟ ରହିଲା କି? ନାଇଁ। ସେମିତି ପ୍ୟାରେଣ୍ଟସ୍ ମାନେ କହନ୍ତି, ତମ ବାପା ମାନେ କହନ୍ତି ଯେତେବେଳେ ପାଠ ନ ପଢ଼ିବ ତମ ଆମର ଗୁରୁଜୀମାନେ ବି ତମ ବେଳେବେଳେ କହୁଥିଲେ ମୁଣ୍ଡରେ ବୋଝୁରେ ଭାବୁଛୁ ନା ନାହିଁ ଭବିଷ୍ୟତରେ ମିଳିବ ଫଳ କମ୍ ଜାଣି ଆର ଫଳ ପାଇବା ଏକା ଭବିଷ୍ୟତରେ କହୁଥିଲେ ନା ତା ଅର୍ଥ କ'ଣ? ଭଲ ଯଦି ଆମେ କରିବା, ଭଲ ଯଦି କିଛି ଶିଖିବା, ଭଲ ଯଦି କିଛି ଶିଖିବା ତାହେଲେ ଭଲ ଫଳ ମିଳିବ। କ'ଣ ମିଳିବ? ଭଲ ଫଳ ମିଳିବ। ଯଦି ଭଲ ନ ଶିଖିବା ତାହେଲେ ମନ୍ଦ ଫଳ ମିଳିବ। ହଁ ହଁ ସେଟା ବି ପୁଣ୍ୟ ହବ। ସେ ପଶୁଟା ବଢ଼ିବ ନା ନାହିଁ? ବଡ଼ ହବ ନା ନାହିଁ? ସେଟା ବି ପୁଣ୍ୟ ମିଳିବ। ନିଜେ ଖାଇଦେଲେ ନଷ୍ଟ ହେଇଗଲା। ନିଜେ 100 ଟଙ୍କା ଜାଗାରେ ଆମେ ଯଦି 10 ଦିନ ଖାଇବା 10 ଟଙ୍କା 10 ଦିନ ଖାଇବା ଆମେ 10 ଦିନ ବଞ୍ଚିପାରିବା ନା ନାହିଁ? କି 10 ଦିନରେ ଆଉ ଗୋଟେ କିଛି କରିପାରିବା ନା ନାହିଁ? ତେଣୁ ପ୍ରତ୍ୟେକ ଜିନିଷର ସଦୁପଯୋଗ କ'ଣ କରାଯାଏ ଯେ ସଦୁପଯୋଗ। ଏଇଟା କୋଉଠୁ ଶିଖିବା? ଆମେ ଥ୍ରୁ ବେଦ। ଏଇଟା କୋଉ ମାଧ୍ୟମରେ ଶିଖିବା? ବେଦ ମାଧ୍ୟମରେ। କୋଉଠୁ ଶିଖିବା? ବେଦ। କ୍ଲିୟର ହେଲା? ଏତିକି କ୍ଲିୟର ହେଲା? ଆଉ କାହାର କ'ଣ ଡାଉଟ୍ ହେଲା?